ରାମାୟଣ କିଏ ଲେଖିଥିଲେ? ବଳରାମ ଦାସ। ଅଯୋଧ୍ୟାର ରାଜା କିଏ? ଦଶରଥ। ଦଶରଥଙ୍କର କେତୋଟି ସ୍ତ୍ରୀ? 3ଟି। 3 ଜଣଙ୍କର ନାମ କ'ଣ? କୈକେୟୀ, କୌଶଲ୍ୟା, ସୁମିତ୍ରା। ତାଙ୍କର କେତୋଟି ପୁତ୍ର ଥିଲେ? 4ଟି। 4 ଜଣଙ୍କର ନାମ କ'ଣ? ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ। ରାମଙ୍କ ସ୍ତ୍ରୀଙ୍କ ନାଁ? ସୀତା। ସୀତାଙ୍କର ଅନ୍ୟ ନାମ କ'ଣ? ଜାନକୀ। ସୀତାଙ୍କର ବାପାଙ୍କ ନାମ କ'ଣ? ଜନକ। ସୀତାଙ୍କୁ କିଏ ଚୋରେଇ ନେଇ ଯାଇଥିଲେ? ଲଙ୍କାର ରାଜା ରାବଣ। ରାମଚନ୍ଦ୍ରଙ୍କ ପରମ ଭକ୍ତ କିଏ? ହନୁମାନ। ସୀତାଙ୍କୁ କିଏ ଠାବ କରିଥିଲେ? ହନୁମାନ।